ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ, ଶୁଭ ସକାଳ। ଆପଣଙ୍କୁ ସ୍ୱାଗତ କରୁଛି ନିର ଓଡ଼ିଆ ଟିଭି କି। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଓଡ଼ିଶାର 90% ପରିବାରଙ୍କୁ ଦେବାକୁ ପଡ଼ିବନି ବିଜୁଳି ବିଲ୍। ମିଳିଥିବା ଖବର ଅନୁଯାୟୀ ଓଡ଼ିଶାରେ ଆରମ୍ଭ ହେଉଛି ଗଣତନ୍ତ୍ର ମହାପର୍ବ। ନିର୍ବାଚନ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଛି। ରାଜ୍ୟର 4ଟି ଲୋକସଭା କ୍ଷେତ୍ର 28ଟି ବିଧାନସଭା ଆସନ ଚାଲିଛି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଛି। ଏହିସବୁ ଭିତରେ ହିନ୍ଦୋଳ ଗସ୍ତରେ ଯାଇଛନ୍ତି 5ଟି ଅଧ୍ୟକ୍ଷ ବିକେ ପାଣ୍ଡିଆନ। ହିନ୍ଦୋଳ ଜାତୀୟ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ନିର୍ବାଚନ ନେଇ ଦୃଢ଼ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଛନ୍ତି। ଆରମ୍ଭ ଜୁନ୍ 9 ତାରିଖରୁ ମାଗଣା ବିଜୁଳି ମିଳିବ। ଗ୍ରାହକଙ୍କୁ ଜୁଲାଇ ମାସରେ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ। ଓଡ଼ିଶାର 90% ପରିବାରକୁ ବିଜୁଳି ବିଲ୍ ଦେବାକୁ ପଡ଼ିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସେ କହିଛନ୍ତି। ଆଉ ଏହିସବୁ ଭିତରେ ସେ ବିରୋଧୀକୁ ଟାର୍ଗେଟ କରି କହିଛନ୍ତି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ନୂଆ ଇଣ୍ଡିଆନ୍ ଜର୍ସି ଉନ୍ମୋଚିତ କଲେ ରୋହିତ ଶର୍ମା ଓ ଜୟ ଶାହା। ମିଳିଥିବା ଖବର ଅନୁଯାୟୀ ଆସନ୍ତା ଟି20 ବିଶ୍ୱକପ୍ 2024 ପାଇଁ କ୍ୟାପ୍ଟେନ ରୋହିତ ଶର୍ମା ଓ ବିସିସିଆଇ ସେକ୍ରେଟାରୀ ଜୟ ଶାହା ଟିମ୍ ଇଣ୍ଡିଆ ନୂଆ ଜର୍ସି ସହ ସମସ୍ତ କିଟ୍ ଉନ୍ମୋଚିତ କରିଛି। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଟିମ୍ ଇଣ୍ଡିଆ କ୍ରିକେଟ ପାଇଁ କିଟ୍ ଗୁଡ଼ିକ ଉନ୍ମୋଚିତ ହୋଇଥିଲା। ଏଥିରେ ଟ୍ରେନିଂ କିଟ୍, କୋଚିଂ ଷ୍ଟାଫ୍ କିଟ୍ ଓ ମୁଖ୍ୟ କିଟ୍ ରହିଛି। ଏହା ପୂର୍ବରୁ ଇଣ୍ଡିଆନ୍ ଜର୍ସି ନିର୍ମାତା ଆଡିଡାସ୍ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନୂଆ ଜର୍ସି ବିଷୟରେ ସୂଚନା ଦେଇଥିଲା। ଭିଡିଓରେ ରୋହିତ ଶର୍ମା ଓ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସହ ନୂଆ ଜର୍ସି ପିନ୍ଧିବାକୁ ଦେଖି ମିଳିଥିଲା। ହେଲେ ଗତକାଲି ଅଫିସିଆଲି ଏହାର ଉନ୍ମୋଚିତ ହୋଇଛି। ନୂଆ ଜର୍ସିରେ ଦୁଇ ହାତରେ ରଙ୍ଗ କମଳା ରଙ୍ଗ ହୋଇଥିବା ବେଳେ ଡ୍ରେସ୍ ଧଳା ଷ୍ଟ୍ରିପ୍ ରହିଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାଜ୍ୟରେ ସନ୍ଧ୍ୟା 5ଟା ସୁଦ୍ଧା 63% ମତଦାନ। ନବରଙ୍ଗପୁର ସର୍ବାଧିକ, ବ୍ରହ୍ମପୁରରେ ସର୍ବନିମ୍ନ। ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ 28ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ 7ଟାରୁ ମତଦାନ ଜାରି ଚାଲିଥିଲା। ଅପରାହ୍ନ ସନ୍ଧ୍ୟା 5ଟା ସୁଦ୍ଧା 63% ମତଦାନ ହୋଇଛି। ରାଜ୍ୟର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ପର୍ଯ୍ୟନ୍ତ ନବରଙ୍ଗପୁର ସର୍ବାଧିକ ଓ ବ୍ରହ୍ମପୁର ସର୍ବନିମ୍ନ ରହିଛି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ତାଳଚେରରେ ଟାର୍ଗେଟ କଲେ ପାଣ୍ଡିଆନ, କୋଇଲା ଟଙ୍କା କିଏ ଖାଉଛି ବୋଲି କଲେ ପ୍ରଶ୍ନ। 27,000 କୋଟିରୁ ଓଡ଼ିଶା ମାତ୍ର ପାଉଛି 4,500 କୋଟି। ମିଳୁଥିବା ତଥ୍ୟ। ମିଳିଥିବା ଖବର ଅନୁଯାୟୀ ମାରାଥନ ପ୍ରଚାର ଜାରି ରଖିଛନ୍ତି ବିଜେଡି ନେତା ବିକେ ପାଣ୍ଡିଆନ। ପାଲହଡା ପରେ ତାଳଚେରରେ ମଧ୍ୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ଷ୍ଟାର ପ୍ରଚାରକ ପାଣ୍ଡିଆନ। ଲୋକଙ୍କୁ ପ୍ରଶ୍ନ କଲେ ମା ହିଙ୍ଗୁଳା ମନ୍ଦିରକୁ 16 କୋଟି କିଏ ଦେଇଛି? ତାଳଚେରରେ ଏକ ବିଶାଳ ଜନସଭାରେ ସେ କହିଲେ, କୋଏଲ ରୟାଲିଟି ବିଷୟରେ ଉଠିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। କହୁଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ବହୁତ ପଇସା ମିଳୁଛି, ରୟାଲିଟି ବୃଦ୍ଧି ଦରକାର ନାହିଁ। କିନ୍ତୁ କେନ୍ଦ୍ର ସରକାର ଏମସିଏଲ ଲାଭ କରୁଛନ୍ତି 27,500 କୋଟି। ଟ୍ୟାକ୍ସ ବାବଦକୁ ଦେଲେ ଲାଭ କରୁଛନ୍ତି 13,700 କୋଟି। କିନ୍ତୁ ଓଡ଼ିଶା ଏଥିରୁ ମାତ୍ର ପାଉଛି 4,500 କୋଟି। 2004ରୁ କୋଇଲା ରୟାଲ ସଂଶୋଧନ ହୋଇନି। ଯଦି ରୟାଲ ସଂଶୋଧନ ହୋଇଥାନ୍ତା ତେବେ ଓଡ଼ିଶା ପାଇଥାନ୍ତା 10,000 କୋଟି ଏବଂ ଡିଏଫ୍ ବାବଦରେ 2,000 କୋଟି। ସମୁଦାୟ 12,000 କୋଟି ଆପଣଙ୍କ ଅଞ୍ଚଳକୁ ବ୍ୟାପକ ରୂପାନ୍ତରଣ ହୋଇପାରିବ। କିନ୍ତୁ ରୟାଲିଟି କଥା କହିଲେ କେନ୍ଦ୍ରମନ୍ତ୍ରୀ ରାଗିକି ମୁଖ୍ୟମନ୍ତ୍ରୀ ପ୍ରତି ଅଶାଳୀନତା ଭାଷା ବ୍ୟବହାର କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଓ ଅଶାଳୀନତା ଭାଷାରେ ଗାଳି କରୁଛନ୍ତି। ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଗାଳି ଦେବା ବହୁତ ଦୁଃଖଦର କଥା। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଜୁନ୍ 4ରେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ମୁଁ ତା ପରଦିନ ଜେଲରୁ ବାହାରି ଆସିବି କେଜରିୱାଲ। ମିଳିଥିବା ଖବର ଅନୁଯାୟୀ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ସେ ଆଉ ଜେଲକୁ ଯିବେ ନାହିଁ ବୋଲି ଜାତୀୟ ରାଜଧାନୀ ଦିଲ୍ଲୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦଳୀୟ କାଉନସିଲ ସମ୍ବୋଧନ କରିବା ଅବସରରେ କେଜରିୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟରୁ ବେଲ୍ ମିଳିବା କୌଣସି ଚମତ୍କାରୀ କମ୍ ନୁହେଁ। ଭଗବାନ ଦୟାଠାରୁ 20 ଦିନ ଅନ୍ତରୀୟ ଜାମିନ ମିଳିଛି ବୋଲି କହିଛନ୍ତି କେଜରିୱାଲ। ସେ ଆହୁରି ମଧ୍ୟ କହିଛନ୍ତି ଆପ ନେତାକୁ ଲୋକମାନେ ଭଲ ପାଉଛନ୍ତି କିନ୍ତୁ ବିଜେପି ଭୟ କରୁଛି। ଜୁନ୍ 2ରେ ମୋତେ ଜେଲକୁ ଯିବାକୁ ପଡ଼ିବ। ଜୁନ୍ 4ରେ ଆସିବାକୁ ଥିବା ନିର୍ବାଚନ ଫଳାଫଳରେ ମୁଁ ଜେଲରେ ରହି ଦେଖିବି। ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ ମୁଁ ଜୁନ୍ 5ରେ ଜେଲରୁ ବାହାରିଯିବି। ଆସନ୍ତୁ ଜାଣିବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଭାରସାମ୍ୟ ହରାଇ ଓଲଟିଲା ବସ୍, 10 ଆହତ। ମିଳିଥିବା ଖବର ଅନୁଯାୟୀ ଭାରସାମ୍ୟ ହରାଇ ଓଲଟିଲା ବସ୍, ଏଥିରେ 10 ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଏହିପରି ଏକ ଖବର କେନ୍ଦୁଝର ଜିଲ୍ଲା ତେଲକୋଇରୁ ଆସିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ଏହିଭଳି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ଟି ଓଲଟି ପଡ଼ିଥିଲା। ତେଲକୋଇ କାଞ୍ଜିପାଣି ଘାଟିରେ ଏହି ଦୁର୍ଘଟଣା ହୋଇଛି। ଏବେ ଘଟଣାସ୍ଥଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଇଛି। 10 ଜଣ ଆହତଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଚାଇନା ପାକିସ୍ତାନର ଉଡ଼ିଲା ନିଦ, ହାତ ମିଳାଇଲେ ଭାରତ ଇରାନ। ମିଳିଥିବା ଖବର ଅନୁଯାୟୀ ବ୍ୟସ୍ତବହୁଳ ନିର୍ବାଚନ ଋତୁରେ ଭାରତ ଇରାନ ସହିତ ଏକ ଚୁକ୍ତିନାମା କରିଛି। ଆସନ୍ତା 10 ବର୍ଷ ପାଇଁ ଚାବାହାର ବନ୍ଦରର ପରିଚାଳନା ଉପରେ ଭାରତ ଦୃଷ୍ଟି ଦେବ। ଏହି ଚୁକ୍ତିନାମା ଭାରତ ଏବଂ ଇରାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ରାଜନୈତିକ ସ୍ତର ଦେଖିବାକୁ ମିଳିବ। ଚୁକ୍ତିନାମା ସ୍ୱାକ୍ଷର କରିବାକୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ କେଜରିୱାଲ ଖୁବ୍ ଶୀଘ୍ର ଇରାନ ଗସ୍ତ କରିବାକୁ ଯାଉଛନ୍ତି। ଏହା ପ୍ରଥମ ଥର ପାଇଁ ଭାରତୀୟ ଏକ ବିଦେଶୀ ବନ୍ଦର ପରିଚାଳନା ଦାୟିତ୍ୱ ଗ୍ରହଣ କରିବ। ଏହା ସହିତ ଭାରତ ଆଫଗାନିସ୍ତାନ, ମଧ୍ୟ ଏସିଆ ଏବଂ ୟୁରୋପ ସହିତ ସଂଯୋଗ କରିବାକୁ ସକ୍ଷମ ହେବ। ଏହା ବ୍ୟତୀତ ଏହା ପାକିସ୍ତାନ ଗ୍ୱାଦାର ବନ୍ଦର, ଚାଇନାର ବେଲାଣ୍ଡ ରୋଜ୍ ଓ ଉତ୍ତର ଭାବରେ ଏହା ମଧ୍ୟ ଦେଖାଯିବ। ରୁଷିଆ, ଇରାନ ଏବଂ ଭାରତ ମଧ୍ୟ ଏକ ଉଚ୍ଚ ଭୂମିଶୀର୍ଷ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଗ୍ରାଜୁଏସନ୍ କରି ଘରେ ବସିଛନ୍ତି କି ରେଳବାଇ ମ୍ୟାନେଜର ହେବାର ସୁଯୋଗ? ମିଳିଥିବା ଖବର ଅନୁଯାୟୀ ଭାରତୀୟ ରେଳ ବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ପୂର୍ବାଞ୍ଚଳ ରେଳବାଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଗ୍ରୁଏଡ୍ ଟ୍ରେନ୍ ମ୍ୟାନେଜର ପଦବୀ ପୂରଣ ହେବ। ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପାରିବେ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ 108ଟି ପଦବୀ ପୂରଣ ହେବ। ଯୋଗ୍ୟ ଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ ୱେବସାଇଟ୍ rrcer.org କୁ ଯାଇ ଆପଣ ଅନଲାଇନ୍ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ 27 ମେ 2024ରୁ ଆରମ୍ଭ ହୋଇ ଶେଷ ତାରିଖ 25 ଜୁନ୍ 2024 ରହିଛି। ଶିକ୍ଷାଗତ ଯୋଗ୍ୟତା ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍